ଭାରତ କରୁଛି ବଡ଼ ପ୍ଲାନ୍। ଅଣ୍ଟା ଭିଡ଼ିଲାଣି ଭାରତ କରୁଛି ବଡ଼ ଯୁଦ୍ଧ ପ୍ଲାନ୍। ଇସ୍ରାଏଲ ଠାରୁ କିଣୁଛି 40,000 ହାଲୁକା ମେସିନ୍ ଗନ୍। ଇସ୍ରାଏଲର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ 40,000 ହାଲୁକା ମେସିନ୍ ଗନ୍ LMG ଯୋଗାଇବାକୁ ଯାଉଛି। ଆସନ୍ତା ବର୍ଷ ଆରମ୍ଭରୁ ଏହି ବନ୍ଧୁକ ଯୋଗାଇବ ଇସ୍ରାଏଲ। ପାଖାପାଖି 1,70,000 ଅତ୍ୟାଧୁନିକ କାର୍ବାଇନ୍ ଯୋଗାଣ ପାଇଁ ମଧ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଭାରତକୁ ପିସ୍ତଲ, ରାଇଫଲ ଏବଂ ମେସିନ୍ ଗନ୍ ଆଦି ଯୋଗାଇବା ପାଇଁ ଇସ୍ରାଏଲ ୱେପନ୍ ଇଣ୍ଡଷ୍ଟ୍ରି, ଭାରତର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମେତ ବିଭିନ୍ନ ସଂସ୍ଥା ସହ ଏକାଠି କାର୍ଯ୍ୟ କରୁଥିବା ଏହାର CEO କହିଛନ୍ତି। ଗତବର୍ଷ ହୋଇଥିବା ଚୁକ୍ତି ଅନୁଯାୟୀ ଆମେ ପ୍ରଥମେ 40,000 LMG ଯୋଗାଇବାକୁ ଯାଉଛୁ ବୋଲି ସେ ସୂଚନା ଦେଇଛନ୍ତି। ଭାରତର ଏଭଳି ପଦକ୍ଷେପକୁ ଦେଖି ବିଭିନ୍ନ ମହଲରେ ଚର୍ଚ୍ଚା ହେଲାଣି। ଭାରତ କରିବାକୁ ଯାଉଛି ବଡ଼ ଆକ୍ରମଣ, କାରଣ ଇସ୍ରାଏଲ ଠାରୁ ପୋଳା ପୋଳା ଯୁଦ୍ଧାସ୍ତ୍ର ମଗାଇଲାଣି ଭାରତ। ଯେମିତି ରାତି ପାହିଲେ ଆରମ୍ଭ ହେବ ଯୁଦ୍ଧ। ଏଥିରୁ ଜଣାପଡ଼ୁଛି କିଛି ବଡ଼ କରିବାକୁ ଯାଉଛି ଭାରତ। ପୁରା ବିଶ୍ୱ ଦେଖିବ ଭାରତର ତାଣ୍ଡବ ଲୀଳା। ହଁ ଆଜ୍ଞା, 23ତମ ଭାରତ ରୁଷିଆ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ମୋଦି ଏବଂ ପୁଟିନଙ୍କ ମଧ୍ୟରେ ଏହି ସାକ୍ଷାତ ଦୁନିଆର ସବୁଠାରୁ ବଡ଼ ସାକ୍ଷାତକାର ମଧ୍ୟରେ ଗଣାଯାଉଛି। ପୁରା ବିଶ୍ୱ ଏହି ସାକ୍ଷାତକାର ଉପରେ ନଜର ରଖିଥିଲା, ଯେଉଁଥିପାଇଁ ଚୁପ୍ ରହିଥିଲା ଭାରତ। ଆଉ ଭାରତରୁ ପୁଟିନ ଯାଉ ଯାଉ ଭାରତ ପୁଣି ଆରମ୍ଭ କରିପାରେ ଆକ୍ରମଣ ପ୍ଲାନ୍। କୁହାଯାଉଛି ପାକିସ୍ତାନ ବିରୁଦ୍ଧରେ ବଡ଼ ଆକ୍ସନ୍ ନେବାକୁ ଯାଉଛି ଭାରତ। ଏମିତି ଆଶଙ୍କା ଏଥିପାଇଁ ସୃଷ୍ଟି ହୋଇଛି କାରଣ ଭାରତକୁ ପୁଟିନ ଆସିବା ପୂର୍ବରୁ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବଡ଼ ଏବଂ ଅଜବ ସାମରିକ ଡିଲ୍ ହୋଇଥିଲା। ଏମିତି ଡିଲ୍ ଯାହା ଆଗରୁ କେବେ ହୋଇନଥିଲା। ଅନ୍ୟପଟେ କିଛି ଦିନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କର ଏକ ବୟାନ ଆସିଥିଲା, ଯେଉଁଥିରେ ସେ କହିଥିଲେ ଆମ ସମସ୍ତଙ୍କୁ ଆସୁଥିବା ଭବିଷ୍ୟତ ପାଇଁ ମାନସିକ ରୂପରେ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ଏହି ବୟାନ ପରେ ରୁଷ ତରଫରୁ ମଧ୍ୟ ବୟାନ ଆସିଥିଲା, ଯେଉଁଥିରେ ଦିଲ୍ଲୀ ବିସ୍ଫୋରଣକୁ ବହୁତ ନିନ୍ଦା କରାଯାଇଥିଲା। ଭାରତ କରିବାକୁ ଯାଉଥିବା ଆକ୍ରମଣ ପାଇଁ ଇସ୍ରାଏଲ ସହ ସମ୍ପର୍କ ରଖିଛି ଭାରତ। ଭାରତ ଇସ୍ରାଏଲ ସହ ଏକ ଡିଲ୍ କରିଛି ଆଉ କହିଛି କି ଆମକୁ ଏବେ ଏମର୍ଜେନ୍ସିରେ ଯୁଦ୍ଧାସ୍ତ୍ର ଦରକାର। ସେହି ଯୁଦ୍ଧାସ୍ତ୍ର ଦରକାର ଯାହା ଅପରେସନ ସିନ୍ଦୁରରେ ପାକିସ୍ତାନ ଭିତରେ ପ୍ରବେଶ କରି ଆକ୍ରମଣ କରିଥିଲା। ଆପାତକାଳୀନ ପ୍ରାବଧାନ ମୁତାବିକ ଇସ୍ରାଏଲର ହେରନ୍ ଡ୍ରୋନ୍ ଆଣିବାକୁ ଅନୁମତି ଦେଇଛି ଭାରତ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଡ୍ରୋନ୍କୁ ଭାରତ ଆପାତକାଳୀନ ପ୍ରାବଧାନ ଅନୁଯାୟୀ କିଣୁଛି, ଯାହା ଯୁଦ୍ଧ ସ୍ଥିତିରେ କରାଯାଇଥାଏ। ଏହାର ମାନେ ହେଉଛି ଭାରତକୁ ଏହି ଡ୍ରୋନ୍ ସଙ୍ଗେ ସଙ୍ଗେ ଦରକାର। ହେରନ୍ ଡ୍ରୋନ୍ ତିଆରି କରିଥିବା ଏରୋସ୍ପେସ୍ ଇଣ୍ଡଷ୍ଟ୍ରିର ଜଣେ ଅଧିକାରୀ କହିଛନ୍ତି ଇସ୍ରାଏଲର ଏହି MK2 ଡ୍ରୋନ୍ ଭାରତର ସ୍ଥଳସେନା ଓ ବାୟୁସେନା ବ୍ୟବହାର କରୁଛି, କିନ୍ତୁ ଏହି ହେରନ୍ ଡ୍ରୋନ୍ ଏବେ ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ ସାମିଲ ହେବାକୁ ଯାଉଛି। ତେବେ ଅନେକ ପ୍ରମାଣ ମିଳିଛି ଯାହା ପ୍ରମାଣ କରୁଛି କି ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପଛରେ ପାକିସ୍ତାନର ହାତ ଥିଲା। ସେଥିପାଇଁ ଆଶଙ୍କା କରାଯାଉଛି କି ଭାରତ ପାକିସ୍ତାନ ଉପରେ ନେବ ବଡ଼ ଆକ୍ସନ୍। ପାକିସ୍ତାନ ଭିତରେ ପଶି ଭାରତ ପୁଣି ଥରେ କରିବ ଆକ୍ରମଣ। ଏହି ଆକ୍ରମଣ ଅପରେସନ ସିନ୍ଦୁର ଠାରୁ ବି ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି। ବ୍ୟୁରୋ ରିପୋର୍ଟ, ଜନନୀ ଟିଭି। जननी टीवी एबे आपनक टीवी रे आपनक स्मार्ट टीवी रे यूट्यूब रे सर्च करंतु जननी टीवी। चैनल सब्सक्राइब करी देखंतु ताजा खबर ताहा भी संपूर्ण HD क्वालिटी रे। आउ हां, बेल आइकन दबेबा पई आदौ भूलंतु नहीं, फल रे प्रत्येक खबर पहुंचिबो आपनक पाखरे। जननी टीवी, सत्यर प्रतिछवि।